नमस्कार। जय जगन्नाथ। ମୁଁ ଆଜି ଏକ ଭିଡ଼ିଓ ମାଧ୍ୟମରେ କିଛି ବାର୍ତ୍ତା ଦେବା ପାଇଁ ଚାହୁଁଛି। ଭଲସେ ଆକୁ ଶୁଣିବେ। ଯଦି ଭଲ ଲାଗିଲା ଏକ କମେଣ୍ଟରେ ଆପଣ ଲେଖିବେ। ଦେଖନ୍ତୁ, ଆଜି ମୋର କହିବାର ତାତ୍ପର୍ଯ୍ୟ ହେଉଛି ଯେ ମୁଁ ଏ ଦୁନିଆକୁ ଯେତେ ପାଖରୁ ଦେଖୁଛି ସେତେ ଦୁନିଆ ଆଜି କଳଙ୍କିତ ହୋଇଯାଇଛି। କଳଙ୍କିତ ହୋଇଯାଇଛି ଏଥିଯୋଗୁଁ କାରଣ ସେ ପରିବେଶ ଆଉ ଶୃଙ୍ଖଳିତ ହୋଇନାହିଁ। ପରିବେଶ ବିଶୃଙ୍ଖଳିତ ହୋଇଯାଇଛି। ଆମେ ଯେକୌଣସି ପରିବେଶ ଦେଖୁଛେ ଆଜି ବିଶୃଙ୍ଖଳିତର ବାତାବରଣ ଦେଖାଯାଉଛି। ତେଣୁ ଏ ଦୁନିଆରେ ଆପଣ କାହା ପାଇଁ କିଛି କରନ୍ତୁ ନ କରନ୍ତୁ କେହି କିଛି ଫରକ ପଡ଼େନି, କିନ୍ତୁ ନିଜ ପାଇଁ କିଛି କରନ୍ତୁ, ନିଜ ଫ୍ୟାମିଲି ପାଇଁ କିଛି କରନ୍ତୁ, ନିଜ ବାପା ମାଆଙ୍କର ଆଶୀର୍ବାଦ ନେଇ କିଛି କରନ୍ତୁ। କିଛି ନା କିଛି ହୁଅନ୍ତୁ, ଲାଇଫରେ କିଛି ନା କିଛି ଆପଣ ହୁଅନ୍ତୁ। ତ ଆମେ ଯଦି ଭାବିବା ଯେ ମଣିଷ ଜୀବନଟା ଆମେ ପାଇଛେ, ଆମ ଲାଇଫରେ ଆମ ଭବିଷ୍ୟତରେ ଆମେ କିଛି ନ ହେଇପାରିବା, ତେବେ ଭାବି ନେବ ଯେ ଏ ପୃଥିବୀ ଧରାପୃଷ୍ଠକୁ ତମେ ଆସି କିଛି ଲାଭ ନାହିଁ। ତେଣୁ ପରିବେଶକୁ ଆମେ ସଜାଡ଼ିବା। ପ୍ରଥମ ମୂଳ କାରଣ ହେଉଛି ଆମ ପରିବେଶ ସୁସ୍ଥ ରହିଲେ ଆମ ସ୍ୱାସ୍ଥ୍ୟ ହିଁ ସୁସ୍ଥ ରହିବ, ଆମ ଶିକ୍ଷାର ବ୍ୟବସ୍ଥା ବି ସୁସ୍ଥ ରହିବ। ତେଣୁ ନିଜକୁ ଏ ପ୍ରତ୍ୟେକ ଲୋକମାନଙ୍କୁ ତ ଆପଣ ବଦଳାଇ ପାରିବେନି, କିନ୍ତୁ ଆପଣ ନିଜକୁ ନିଜେ ବଦଳାନ୍ତୁ। ନିଜେ ବଦଳିଲେ ଆପଣଙ୍କ ଭିତରେ ସେତିକି ପ୍ରେରଣା ଆସିବ ଅନ୍ୟକୁ ବଦଳାଇବା ପାଇଁ। ତେଣୁ ମୋ ଦୃଷ୍ଟିରୁ ମୁଁ ଯେତିକି ଜାଣିଛି, ତ ବହୁତ କିଛି ଏମିତି ସମସ୍ୟା ଅଛି ଆମ ଲାଇଫରେ ଯେଉଁଟାକି ଆମେ ସିକ୍ରେଟ୍ ରଖୁ, ପ୍ରକାଶ କରୁ ନାହୁଁ। ତେଣୁ ଏମିତି କିଛି ସିକ୍ରେଟ୍ ମନ ଭିତରେ ନ ରଖନ୍ତୁନି ଯେଉଁଟାକି ସବୁଦିନ ଆପଣଙ୍କୁ କଷ୍ଟ ଦେଉଥିବ। ଯେ ଆପଣ ଲାଇଫରେ କିଛି କରିପାରୁନାହାନ୍ତି, ଗୋଟେ ଜବ୍ ମିଳୁନି, କି ଆମେ ଆଗକୁ ଯାଇପାରିବା ନାହିଁ, ଏଇ ଯେଉଁ ମନଧାରା ଆପଣଙ୍କ ମନରେ ଅଛି ତାକୁ ବାହାର କରନ୍ତୁ। ଆଉ ସବୁ କ୍ଷେତ୍ରରେ ମୁଁ ଦେଖିଲିଣି ପ୍ରତ୍ୟେକ ଯୁବପିଢ଼ିମାନଙ୍କ ଭିତରେ, ପ୍ରାୟ ଷ୍ଟୁଡେଣ୍ଟମାନଙ୍କ ଭିତରେ ମୁଁ ଦେଖୁଛି ଆମ ମନ ଭିତରେ ଗୋଟେ ଡର, ଗୋଟେ ଭୟ ଏମିତି ଘର କରି ବସିଯାଇଛି ଯେ ଆମେ ପ୍ରତ୍ୟେକ ମୁହୂର୍ତ୍ତ ସେ ଡରକୁ ଡରି ମରୁଛେ। କ'ଣ ପାଇଁ? ମୁଁ ପଚାରୁଛି, କ'ଣ ପାଇଁ ମନ ଭିତରେ ଆମେ ଡରର ଘରଟା କରିବା? କ'ଣ ପାଇଁ? ଲାଇଫରେ ତ ଆମେ ଆସିଛେ ମାନେ ଯିବା ବି ଏକା, କିନ୍ତୁ ଡରି ମରିବା କ'ଣ ପାଇଁ? କିଛି କରିକି ମରିଲେ କିଛି ପ୍ରେରଣା ଦେଇକି ଯାଏ ଏ ସମାଜକୁ, ଏ ସମାଜରେ ପ୍ରତ୍ୟେକ ବସବାସ କରୁଥିବା ଜନତାଙ୍କୁ। ତେଣୁ ଡରକୁ ନ ଡରି ନିଜ କ୍ୟାରିୟରରେ କ'ଣ କରିବେ ସେଇଟା ହିଁ ଭାବନ୍ତୁ। ଆଉ ଯଦି ଆମେ ଡରକୁ ନିମନ୍ତ୍ରଣ କରିବା, ନା ମୁଁ କିଛି କରିପାରିବିନି, ତେବେ ଡର ସବୁଦିନ ପାଇଁ ତୁମକୁ ଡରଉଥିବ। ତେଣୁ ମୁଁ ପ୍ରତ୍ୟେକ ଷ୍ଟୁଡେଣ୍ଟମାନଙ୍କୁ ଆଜି ଗୋଟେ ରିକ୍ୱେଷ୍ଟ କରୁଛି ଯେ ଲାଇଫରେ ମୁଁ ଯେମିତି ଦେଖେ ଯେ କମ୍ଫର୍ଟ ଲାଇଫଟା ଆମକୁ ଯେତିକି ଶିକ୍ଷା ଦିଏ ନାହିଁ, ତ ଷ୍ଟ୍ରଗଲ୍ ଲାଇଫ୍ ଆମକୁ ସେତିକି ଶିକ୍ଷା ଦିଏ। ସୋ ପ୍ରାଉଡ୍ ଫିଲ୍ ୟୁ ଯେ ମୁଁ ଏମିତି କିଛି ଯୁବକମାନଙ୍କର ଦେଖିଛି ଯେ ସେମାନେ ପ୍ରତ୍ୟେକ କ୍ଷେତ୍ରରେ ଯୁଦ୍ଧ କରି ଆଜି ବିଜୟ ଲାଭ କରିଛନ୍ତି।
ତେଣୁ ମନ ଭିତରୁ ଡରକୁ ବାହାର କରନ୍ତୁ। ଯାହା ହେବା ପାଇଁ ଚେଷ୍ଟା କରୁଛନ୍ତି ତା ଉପରେ କେବଳ ଫୋକସ୍ ଦିଅନ୍ତୁ, ଆଉ କିଛି ନୁହଁ। ଦେଖନ୍ତୁ, ଆମେ ଯଦି 4ଟା 5ଟା କଥା ଭାବିବା, ମୁଁ ଏଟା କରିବି, ମୁଁ ସେଟା କରିବି, ମୁଁ ଏ କରିବି, ଏସବୁ ବେକାର କଥାରୁ ଦୂରେଇ ରହି, ଭାବନାରୁ ଦୂରେଇ ରହି ଆମ ଲାଇଫରେ ଗୋଟିଏ ଫ୍ୟୁଚରକୁ ଚୁଜ୍ କରନ୍ତୁ ଯେ ଆମେ ଫ୍ୟୁଚରରେ କ'ଣ ହେବା, ମୋ ଭିତରେ କ'ଣ ସେ ଟ୍ୟାଲେଣ୍ଟ ଅଛି ଯେ ମୁଁ ଏହା ହିଁ ହେଇକି ଦେଖେଇବି, ତାକୁ ହିଁ ଧ୍ୟାନ ଦିଅନ୍ତୁ। ଆଉ ପ୍ରତ୍ୟେକ କ୍ଷେତ୍ରରେ ଆମର ଗୁରୁଜନମାନଙ୍କଠୁ ପରାମର୍ଶ ନିଅନ୍ତୁ, ଆଶୀର୍ବାଦ ନିଅନ୍ତୁ। ବାବା ମାମା ଏମାନଙ୍କୁ ଆଶୀର୍ବାଦ ଦିଅନ୍ତୁ ଯେ ବାବା ମାମା ଆମେ ନିହାତି କିଛି ହେବୁ, ଆମକୁ ଏତିକି ଆଶୀର୍ବାଦ କରିଥାନ୍ତୁ। ତ ପ୍ରତ୍ୟେକ ମଣିଷମାନେ ନିଜ ନିଜ ଫ୍ୟାମିଲିର ସପୋର୍ଟିଂରେ ଆଗକୁ ବଢ଼ନ୍ତି, ତାଙ୍କ ଆଶୀର୍ବାଦରେ ଆଗକୁ ବଢ଼ନ୍ତି। ଆଉ ଇଚ୍ଛା ଶକ୍ତି ଏମିତି ରଖନ୍ତୁ ଯେ ଦିନେ ନା ଦିନେ ମୁଁ ଆଜି ନହେଲେ କାଲି ହେବି, କିନ୍ତୁ ହେଇକି ଦେଖେଇବି ଏ ସମାଜକୁ। ଏ ସମାଜରେ ସେ ପର୍ଯ୍ୟନ୍ତ ତୁମକୁ ଘୃଣା କରୁଥିବେ ଯେପର୍ଯ୍ୟନ୍ତ ତୁମେ କିଛି ନ ହେଇଛ, ତୁମ ଲକ୍ଷ୍ୟରେ ନ ପହଞ୍ଚିଛ। ଏ ସମାଜକୁ କିଛି ହେଇକି ଦେଖେଇବାର ଅଛି ଆମକୁ। ତ ଦେଖିବ ଅଟୋମେଟିକ୍ ଯେଉଁମାନେ ତୁମ ପାଖରୁ ଦୂରେଇ ଯାଇଥିବେ ତୁମ ସହିତ କେମିତି ଆସ୍ତେ ଆସ୍ତେ ଯୋଡ଼ି ହେବେ, ଦେଖିବେ ହେଲା। ତ ଯାହା ବି ହେଇଯାଉ, କିଛି ନା କିଛି ଆମକୁ ହେବା ପାଇଁ ପଡ଼ିବ। ଆଉ ତୁମ ଲକ୍ଷ୍ୟରେ ଯେତେବେଳେ ତୁମେ ପହଞ୍ଚିଯିବ ନା, କେତେ ଖୁସି ଲାଗେ ଯେ ଯେଉଁମାନେ ତୁମ ପାଖରୁ ଦୂରେଇ ଯାଇଥିଲେ ସେମାନେ କେମିତି ଆସ୍ତେ ଆସ୍ତେ ତୁମ ସହିତ ଯୋଡ଼ୁଛନ୍ତି ହେଲା। କାରଣ ସ୍ୱାର୍ଥର ଦୁନିଆରେ ମଣିଷ ସେଇ ଡଙ୍ଗାରେ ବସିଥାଏ ଯେଉଁ ଡଙ୍ଗା ସୁରକ୍ଷିତ ନେଇ ତାଙ୍କୁ ଆରପାରିରେ ଛାଡ଼ି ଦେଇଥାଏ ହେଲା। ମଣିଷଙ୍କ ଉପରେ ବିଶ୍ୱାସ ଯେତିକି ରଖିବା କଥା ରଖନ୍ତୁ। କିଏ କ'ଣ କରିଦେବ ଆମ ଲାଇଫରେ ସେଇଟା ମାଇଣ୍ଡ ରଖନ୍ତୁନି। ମୁଁ କ'ଣ ହେଇପାରିବି ଫ୍ୟୁଚରରେ, ମୁଁ କ'ଣ ବନିପାରିବି, ମୁଁ ଏଇ ସମାଜକୁ କ'ଣ ବାର୍ତ୍ତା ଦେଇପାରିବି, ସେ ହିଁ ଭାବନ୍ତୁ। ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ।